ସିରିଜ୍ ଅଧାରୁ ପୁଣି ଘୋଷଣା ହେଲା ଭାରତୀୟ ଦଳ ଏମାନଙ୍କୁ ମିଳିଲାନି ସୁଯୋଗ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଜାରି ରହିଛି ଟେଷ୍ଟ ସିରିଜ୍। ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ବିଶାଳ ବ୍ୟବଧାନରେ ହରାଇଛି ଟିମ୍ ଇଣ୍ଡିଆ। ପ୍ରଥମ ଟେଷ୍ଟରେ ବାଂଲାଦେଶକୁ 228 ରନରେ ହରାଇ ସିରିଜକୁ 1-1ରେ ଆଗୁଆ ହୋଇଛି ରୋହିତ ବାହିନୀ। ପ୍ରଥମ ଟେଷ୍ଟରେ ହିରୋ ସାଜିଥିଲେ ରବିଚନ୍ଦ୍ରନ ଅଶ୍ୱିନ। ଆଉ ଏବେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ସେପ୍ଟେମ୍ବର 27 ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ସେପ୍ଟେମ୍ବର 27ରୁ ଅକ୍ଟୋବର 1 ତାରିଖ ଯାଏଁ ଖେଳାଯିବ, ଯାହାକି କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ଟେଷ୍ଟରେ ବହୁତ ବିଜୟ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଥିବା ବେଳେ ଟିମ୍ ଇଣ୍ଡିଆରେ କୌଣସି ନୂଆ ଖେଳାଳିଙ୍କୁ ସାମିଲ କରାଯାଇ ନାହିଁ, ଅର୍ଥାତ୍ ପ୍ରଥମ ଟେଷ୍ଟ ସ୍କ୍ୱାଡ୍ ଅପରିବର୍ତ୍ତିତ ରହିଛି। ସେହି ସମାନ 16 ଜଣିଆ ସ୍କ୍ୱାଡ୍ ଘୋଷଣା କରିଛି ବିସିସିଆଇ। ତେବେ ଦେଖିବାକୁ ବାକି ରହିଲା କି ଦ୍ୱିତୀୟ ଟେଷ୍ଟର ଚୂଡ଼ାନ୍ତ ଏକାଦଶ ପ୍ରଥମ ଟେଷ୍ଟ ଭଳି ରହିବ ନା ଏଥିରେ କୌଣସି ପରିବର୍ତ୍ତନ ହେବ। ଚର୍ଚ୍ଚା ହେଉଥିଲା ଦୁଲୀପ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଥିବା ଋତୁରାଜ ଗାଇକ୍ୱାଡଙ୍କୁ ଦ୍ୱିତୀୟ ଟେଷ୍ଟ ପାଇଁ ଦଳରେ ସାମିଲ କରାଯିବ, କିନ୍ତୁ ସେଭଳି କିଛି ହୋଇନାହିଁ। ନିରାଶ ହୋଇଛନ୍ତି ଋତୁରାଜ ଗାଇକ୍ୱାଡ। ସେହିଭଳି ଦୁଲୀପ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଥିଲେ ଶ୍ରେୟସ ଆୟରଙ୍କୁ ମଧ୍ୟ ସୁଯୋଗ ମିଳିନାହିଁ। ଅନ୍ୟପଟେ ସରଫରାଜ ଖାନ୍ ଏବଂ ଲୋକେଶ ରାହୁଲ ଏବେ ଫର୍ମରେ ଥିବାରୁ ଶ୍ରେୟସଙ୍କୁ ବାଦ୍ ଦିଆଯାଇଥିବା ଚର୍ଚ୍ଚା ହେଉଛି। ଉଭୟ କ୍ରମାଗତ ଭାବରେ ଭଲ ଖେଳି ଆସୁଛନ୍ତି। ଅନ୍ୟପଟେ ଦ୍ରୁତ ବୋଲର ମହମ୍ମଦ ସାମି ମଧ୍ୟ ଦଳରୁ ବାଦ୍ ପଡ଼ିଛନ୍ତି। ଦୀର୍ଘ ଦିନ ହେଲା ଆହତ ଥିବା ସାମି ଏବେ ସମ୍ପୂର୍ଣ୍ଣ ଭାବେ ଫିଟ୍ ହୋଇ ନାହାନ୍ତି। ତେଣୁ ତାଙ୍କୁ ଆହୁରି କିଛି ଦିନ ବିଶ୍ରାମ ଆବଶ୍ୟକ ଥିବାରୁ ଏବେ ଟେଷ୍ଟ ସିରିଜ୍ ପାଇଁ ତାଙ୍କୁ ସାମିଲ କରାଯାଇ ନାହିଁ। ଦ୍ୱିତୀୟ ବର୍ଷ ପରେ ଟେଷ୍ଟ ଫର୍ମାଟକୁ ଫେରିଥିବା ଋଷଭ ପନ୍ତ ପ୍ରଥମ ମ୍ୟାଚରେ ହିଁ ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେଣୁ ତାଙ୍କୁ ଦ୍ୱିତୀୟ ଟେଷ୍ଟରେ ସାମିଲ କରାଯିବା ନିଶ୍ଚିତ। ସେହିଭଳି ଓପନିଂ ଯୋଡ଼ିରେ ଅଦଳ ବଦଳ କରାଯିବା ସମ୍ଭାବନା ବି କମ୍। ଅନ୍ୟପଟେ ଗିଲ୍ ବି ଦମଦାର ଶତକ ହାସଲ କରିବା ସହିତ ଫର୍ମାଟକୁ ଫେରିଛନ୍ତି। ଧ୍ରୁବ ଜୁରେଲ ଓ ସରଫରାଜ ଖାନଙ୍କୁ ପ୍ରଥମ ଟେଷ୍ଟରେ ଦଳରେ ସାମିଲ କରାଯାଇଥିଲା, କିନ୍ତୁ ପ୍ଲେଇଂ ଇଲେଭେନ୍ରୁ ବାଦ୍ ପଡ଼ିଥିଲେ ଉଭୟ। ଦ୍ୱିତୀୟ ଟେଷ୍ଟରେ ବି ଉଭୟ ସ୍କ୍ୱାଡରେ ରହିଛନ୍ତି ସତ, କିନ୍ତୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବା ସମ୍ଭାବନା ପ୍ରାୟତଃ ନାହିଁ। ଦଳ ସେହି ସମାନ ଟିମ୍ ସହିତ ପଡ଼ିଆକୁ ଓହ୍ଲାଇପାରେ। ଆକାଶଦୀପଙ୍କୁ ପ୍ରଥମ ଟେଷ୍ଟରେ ସୁଯୋଗ ମିଳିଥିବା ଆଉ ସେ ନିଜକୁ ପ୍ରମାଣିତ କରି ଦେଖାଇଛନ୍ତି। ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ରୋହିତ ଶର୍ମା, ଅଧିନାୟକ ଯଶସ୍ୱୀ ଜୟସ୍ୱାଲ, ସୁମନ ଗିଲ୍, ବିରାଟ କୋହଲି, ଲୋକେଶ ରାହୁଲ, ସରଫରାଜ ଖାନ୍, ଋଷଭ ପନ୍ତ, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପटेल, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶଦୀପ, ଜସପ୍ରୀତ ବୁମରାହ ଏବଂ ୟଶ ଦୟାଲ ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍ସ। ରୋହିତ ଶର୍ମା, ଅଧିନାୟକ ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ଲୋକେଶ ରାହୁଲ, ସରଫରାଜ ଖାନ୍, ଋଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପटेल, ମୋହମ୍ମଦ ସାମି, मोहम्मद सिराज